ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଲର୍ଡ। ଆସନ୍ତୁ ପ୍ରାର୍ଥନା କରିବା, ତାପରେ ଆମେ ବାକ୍ୟକୁ ଆଲୋଚନା କରିବା। ପ୍ରେମ ପ୍ରଭୁ, ଧନ୍ୟବାଦ। ଅନେକ ଦିନ ପରେ ଆମମାନଙ୍କୁ ଆଜି ସୁଯୋଗ ଦେଇଛ ବାକ୍ୟ ଶିଖିବା ନିମନ୍ତେ। ପ୍ରଭୁ, ଆମେ ଯେଉଁ ବିଷୟ ଶିଖିବୁ ତୁମେ ଆମକୁ ଅନୁଗ୍ରହ କର, ତାହା ଖୋଲା ମନ ଖୋଲା ହୃଦୟରେ ବୁଝିବା ନିମନ୍ତେ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ମୁଁ ଆଶା କରୁଛି ଆପଣମାନେ ଭଲରେ ଥିବେ। ଆସନ୍ତୁ ଆଜି ଗୋଟେ ଆମେ ବାକ୍ୟ ସହିତ ଗୋଟେ ଆଲୋଚନା କରିବା। ବେଶୀ ଗୁରୁତ୍ୱପୂର୍ଣ୍ଣ ବିଷୟ ତାହା ହେଉଛି ବ୍ୟବସ୍ଥା, ଯାହାକି ଆମର ଅଛି ମଶାଙ୍କ ସମୟରେ ଯେଉଁ ଦିଆଯାଇଥିଲା। ବ୍ୟବସ୍ଥା ଆତ୍ମିକ ନା ମୃତ୍ୟୁଦାୟକ? ଆପଣମାନଙ୍କୁ ଶୁଣୁ ଶୁଣୁ ଗୋଟେ ଅଜବ ଲାଗିପାରେ, ଗୋଟେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଆପଣମାନେ ଯେ ଲେଖା ହେଇଛି ବ୍ୟବସ୍ଥା ଆତ୍ମିକ ନା ମୃତ୍ୟୁଦାୟକ। ତେଣୁ ଆମେ ରୋମୀ 7 ପର୍ବରୁ ଆଲୋଚନା କରିବା। ରୋମୀ 7 ପର୍ବ 7ରୁ 11 ପର୍ଯ୍ୟନ୍ତ ଆଉ 12ରୁ 14 ପର୍ଯ୍ୟନ୍ତ ଆମର ଆଲୋଚନାର ବିଷୟ ହେବ ବ୍ୟବସ୍ଥା ଆତ୍ମିକ ନା ମୃତ୍ୟୁଜନକ। 7 ଦେଖନ୍ତୁ। ତେବେ ଆମମାନେ କ'ଣ କହିବା? ବ୍ୟବସ୍ଥା କ'ଣ ପାପ? ତାହା କେବେ ନ ହେଉ। ବରଂ ପାପ କ'ଣ ତାହା ବ୍ୟବସ୍ଥା ବିନା ମୁଁ ଜାଣିନଥାନ୍ତି। କାରଣ ଲୋଭ କର ନାହିଁ, ବ୍ୟବସ୍ଥା ଏହା କହିନଥିଲେ ଲୋଭ କ'ଣ ତାହା ମୁଁ ଜାଣିନଥାନ୍ତି। ଦେଖନ୍ତୁ ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କର ଦାସମାନେ, ବ୍ୟବସ୍ଥା ଭୁଲ ବୋଲି ଠାରେ ଲେଖା ହେଇନାହିଁ। ବରଂ ବ୍ୟବସ୍ଥା କ'ଣ ପାପ ତାହା କେବେ ନ ହେଉ, ଏମିତି ଲେଖା ହେଇଛି। ଆହୁରି କ'ଣ ଯେ ବ୍ୟବସ୍ଥା ବିନା ପାପ କ'ଣ ତାହା ମୁଁ ଜାଣିନଥାନ୍ତି। ଅର୍ଥାତ୍ ଲୋଭ କର ନାହିଁ, ଏହା ବ୍ୟବସ୍ଥା କହିନଥିଲେ ଲୋଭ କ'ଣ ମୁଁ ଜାଣିନଥାନ୍ତି। ଅର୍ଥାତ୍ ଅନେକ ଲୋକମାନେ ମର୍ଡର କରିବା କିମ୍ବା ଜଣକୁ ଚୋରି କରିବା, ଜଣଙ୍କର ଜିନିଷ ଚୋରି କରିବାଟା ପାପ ବୋଲି ଜାଣିଥାନ୍ତି। କିନ୍ତୁ ବାଇବେଲରେ ଲୋଭ କରିବାଟା ଯେ ବଡ଼ ପାପ ବୋଲି ସେମାନେ ଜାଣନ୍ତି ନାହିଁ। ବାଇବେଲରେ ସମସ୍ତ ବିଷୟ ପାପ ଅଟେ। ତେଣୁ ଲୋଭ କରିବାଟା ମଧ୍ୟ ପାପ ବୋଲି କେମିତି ଜାଣିଲା ଜଣେ ଲୋକ? ବ୍ୟବସ୍ଥା ଦ୍ୱାରା ସେ ଜାଣିପାରିଲା। ତାକୁ ବ୍ୟବସ୍ଥା କହିଲା ଯେ ଏଇଟା ଲୋଭ କରିବାଟା ପାପ ଅଟେ। ତେଣୁ ବ୍ୟବସ୍ଥା ଆତ୍ମିକ। ଆମମାନେ ବାଇବେଲରେ ଚିନ୍ତା କରିବା ଯେ ବ୍ୟବସ୍ଥା କ'ଣ ପାପ? ତାହା କେବେ ନ ହେଉ। କାହିଁକି? ବ୍ୟବସ୍ଥା ବିନା ପାପ କ'ଣ ତାହା ମୁଁ ଜାଣିନଥାନ୍ତି। ତେଣୁ ପାପକୁ ଜଣାଇବା ନିମନ୍ତେ, ପାପକୁ ଆମକୁ ପ୍ରକାଶ କରିବା ନିମନ୍ତେ ବ୍ୟବସ୍ଥା ଆସିଲା। ଅର୍ଥାତ୍ ଏଠି ଲେଖା ହେଇଛି ଲୋଭ କର ନାହିଁ। ଏହା ଯଦି ବ୍ୟବସ୍ଥା କହିନଥାନ୍ତା ତେବେ ଲୋଭ କ'ଣ ତାହା ମୁଁ ଜାଣିନଥାନ୍ତି। 8 ପଦ। କିନ୍ତୁ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋଠାରେ ସବୁ ପ୍ରକାର ଲୋଭ ଜନ୍ମାଇଲା, କାରଣ ବ୍ୟବସ୍ଥା ବିନା ପାପ ମୃତ। ମୁଁ ଆପଣମାନଙ୍କୁ ଗୋଟେ ବିଷୟ ଅନୁରୋଧ କରିବି, ଆପଣମାନେ ଧ୍ୟାନ ଦେଇ ଶୁଣନ୍ତୁ। କିନ୍ତୁ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋଠାରେ ସମସ୍ତ ପ୍ରକାର ଲୋଭ ଜନ୍ମାଇଲା। ଦେଖନ୍ତୁ କ'ଣ ଏଠି ଲେଖା ଅଛି। ବ୍ୟବସ୍ଥା ତ ପାପ ନୁହେଁ, ବ୍ୟବସ୍ଥା ପାପ ଜଣାଇବା ପାଇଁ ଆସିଲା। ତେବେ 8 ପଦରେ କ'ଣ ଲେଖାଗଲା? କିନ୍ତୁ ପାପ ସୁଯୋଗ ପାଇ, କ'ଣ ସୁଯୋଗ ପାଇଲା? ପାପ। ପାପ କେମିତି ସୁଯୋଗ ପାଇଲା? କାହା ନିମନ୍ତେ ପାଇଲା? କାହାଠାରେ ସୁଯୋଗ ପାଇଲା? ପାପ ମଣିଷଠାରେ ପ୍ରବେଶ କରିବା ପାଇଁ ସୁଯୋଗ ପାଇଲା। ଆଉ ମଣିଷଠାରେ ସେ କେମିତି ପାପ ପ୍ରବେଶ କରିବ? ଆଜ୍ଞା ଦ୍ୱାରା ମୋଠାରେ ସବୁ ପ୍ରକାର ପାପ ଲୋଭ ଜନ୍ମେଇଲା ଲେଖା ହେଇଛି। ଦେଖନ୍ତୁ ଏଠି କ'ଣ ଲେଖା ହେଇଛି? ଆଜ୍ଞା ଦ୍ୱାରା ସମସ୍ତ ପ୍ରକାର ଲୋଭ ମୋଠାରେ ଜନ୍ମେଇଲା। କିଏ? ପାପ। ପାପ ଗୋଟେ ସୁଯୋଗ ଖୋଜୁଥିଲା ମୋ ହୃଦୟରେ ପ୍ରବେଶ କରିବା ପାଇଁ। ଆଚ୍ଛା, ପାପ ଯେତେବେଳେ ସୁଯୋଗ ଖୋଜୁଥିଲା ମୋ ହୃଦୟରେ, ମୋ ମନରେ ପ୍ରବେଶ କରିବା ପାଇଁ, ସେ କେମିତି ମୋଠାରେ ପ୍ରବେଶ କଲା? ଆଜ୍ଞା ଦ୍ୱାରା ବୋଲି ଲେଖା ହେଇଛି। ମାନେ ବ୍ୟବସ୍ଥା ଦ୍ୱାରା। ବ୍ୟବସ୍ଥା ଦ୍ୱାରା, ଆଜ୍ଞା ଦ୍ୱାରା ପାପ ମୋଠାରେ ପ୍ରବେଶ କଲା ଏବଂ ବିଭିନ୍ନ ପ୍ରକାର ଲୋଭ, ବିଭିନ୍ନ ପ୍ରକାର ଭୁଲ ବିଷୟ ମୋଠାରେ ଜନ୍ମାଇଲା ଲେଖା ହେଇଛି। ମୁଁ ଆପଣମାନଙ୍କୁ ପଚାରିବାକୁ ଚାହେଁ, ବ୍ୟବସ୍ଥା ଆସିବା ପୂର୍ବରୁ ଜଗତରେ ପାପ ପ୍ରବେଶ କରିନଥିଲା କି? କରିଥିଲା। ବ୍ୟବସ୍ଥା ତ ମଶାଙ୍କ ସମୟରେ ଆସିଲା। ପାପ ଆଦମଙ୍କ ସମୟରେ ହିଁ ପ୍ରବେଶ କରିଛି। ତେବେ ଏଠାରେ କାହିଁକି ଲେଖା ଅଛି ଯେ ପାପ ଆଜ୍ଞା ଦ୍ୱାରା ମୋଠାରେ ପ୍ରବେଶ କଲା ଏବଂ ସବୁ ପ୍ରକାର ମନ୍ଦ ବିଷୟ ଜନ୍ମାଇଲା? ମୁଁ ଆପଣମାନଙ୍କୁ ସ୍ପଷ୍ଟ କରିଦିଏ, ବୁଝିବା ପାଇଁ ଟିକେ ଜଟିଳ, କିନ୍ତୁ ଧ୍ୟାନ ଦିଅନ୍ତୁ। ପାପ ଆଦମଙ୍କ ଠାରୁ ଆସି ସାରିଛି। ମନ୍ଦ ଆଦମଙ୍କ ଠାରୁ ଆସି ସାରିଛି।
ତେବେ ବ୍ୟବସ୍ଥା କ'ଣ ପାଇଁ ଆସିଲା? ଯେହେତୁ ପାପ ପ୍ରବେଶ କରିଥିଲେ ସୁଦ୍ଧା, ଜଗତରେ ପାପ ଥିଲେ ସୁଦ୍ଧା ମଣିଷ ଜାଣିନାହିଁ ଯେ ସେ ପାପମୟ ଜଗତରେ ବାସ କରୁଛି। ଅର୍ଥାତ୍ ମୋ ଠାରେ ଗୋଟେ ପାପର ସ୍ୱଭାବ ଅଛି ବୋଲି ମଣିଷ ଜାଣିପାରି ନାହିଁ। ତେଣୁ ସେଇଟା ବ୍ୟବସ୍ଥା ଦିଆଗଲା, ଆଜ୍ଞା ଦିଆଗଲା। କ'ଣ ପାଇଁ? ନା ମଣିଷଠାରେ ପାପ ଅଛି ତାହା ପ୍ରକାଶ କରିବା ନିମନ୍ତେ, ମଣିଷଠାରେ ପାପ ଅଛି ତାହା ଦେଖାଇବା ନିମନ୍ତେ। ସେଥିପାଇଁ ଯେତେବେଳେ ବ୍ୟବସ୍ଥା ଜଣେ ଜାଣିଲା, ଆଜ୍ଞା ଯେତେବେଳେ ପାଇଲା, ସେତେବେଳେ ସେ ନିଜଠାରେ ପାପକୁ ଦେଖିବାକୁ ପାଇଲା। ଆଉ ଯେତେବେଳେ ସେ ପାପ ଦେଖିବାକୁ ପାଇଲା, ସେତେବେଳେ ସେ କ'ଣ କଲା? ସବୁ ପ୍ରକାର ଭୁଲ ଜଣାପଡ଼ିଲା। ଶେଷ ପଦ ବା ତାର ଲାଷ୍ଟ ପଦ ଦେଖନ୍ତୁ, କାରଣ ବ୍ୟବସ୍ଥା ବିନା ପାପ ମୃତ, ବ୍ୟବସ୍ଥା ବିନା ପାପ ମୃତ ବୋଲି ଲେଖା ହେଇଛି। ଅର୍ଥାତ୍ ଯେତେବେଳେ ବ୍ୟବସ୍ଥା ନିୟମ ଆସିନଥିଲା, ପାପ ଜୀବିତ ଭାବରେ ପ୍ରକାଶ ପାଇନଥିଲା, ମୃତ ଭାବରେ ଥିଲା। ଅର୍ଥାତ୍ ପାପ ସେଠି ଥିଲା, ଆଦମଙ୍କ ଠାରୁ ଥିଲା, କିନ୍ତୁ ପାପକୁ ଲୋକମାନେ ଏଇଟା ପାପ, ଏଇଟା ମନ୍ଦ, ଆଉ ଏହି ପାପ ସକାଶେ ଆମେ ନରକ ଯିବୁ, ଏହି ପ୍ରକାର ବିଷୟ ସେମାନେ ଜାଣିନଥିଲେ। ଏହି ଦୃଷ୍ଟିକୋଣରୁ କୁହାଯାଉଛି ଯେ ବ୍ୟବସ୍ଥା ବିନା ପାପ ମୃତ। ଠିକ୍ ଅଛି। ତାପରେ ଦେଖନ୍ତୁ, ଯେତେବେଳେ ବ୍ୟବସ୍ଥା ଆସିଲା, ବ୍ୟବସ୍ଥା ଆସିଲା ପରେ କ'ଣ ହେଲା? ବ୍ୟବସ୍ଥା ଆସିଲା ପରେ ମଣିଷଠାରେ ପାପ ଦେଖାଗଲା। ବ୍ୟବସ୍ଥା ଆସିବାର ଉଦ୍ଦେଶ୍ୟ କ'ଣ? ପାପ ଦେଖାଇବା ନିମନ୍ତେ। କିନ୍ତୁ ଦୁର୍ଭାଗ୍ୟବଶତଃ ମଣିଷ କ'ଣ କଲା? ସେ ବ୍ୟବସ୍ଥା ଆସିବାଟା ପାପ ଦେଖାଇବା ପାଇଁ ଆସିଲା, ଏଇଟା ପାପ ପ୍ରକାଶ କରିବା ନିମନ୍ତେ ବ୍ୟବସ୍ଥା ଦତ୍ତ ହେଲା, ଏହା ମଣିଷ ଜାଣିପାରିଲା ନାହିଁ। ମଣିଷ କ'ଣ ଚେଷ୍ଟା କଲା? ଯେ ବ୍ୟବସ୍ଥାକୁ ଆମେ ପାଳନ କରିବା ଦରକାର, ବ୍ୟବସ୍ଥା ଅନୁସାରେ ଜୀବନଯାପନ କରିବା ଦରକାର, ବ୍ୟବସ୍ଥା ଯାହା ମନା କରୁଛି ସେପରି ଜୀବନଯାପନ କରିବା ଦରକାର ବୋଲି ମନୁଷ୍ୟ ଚେଷ୍ଟା କଲା। କିନ୍ତୁ ବ୍ୟବସ୍ଥା ଯାହା ଯାହା କହିଲା ସେ କ'ଣ କରିପାରିଲା କି? ବ୍ୟବସ୍ଥା ଅନୁସାରେ କ'ଣ ସେ ଜୀବନ କାଟି ପାରିଲା କି? ନାହିଁ। ତେଣୁ ତା ନିକଟରେ ପାପ ପ୍ରକାଶ ପାଇଲା ବା ପାପ ସେଠି ସୁଯୋଗ ପାଇଲା ଏବଂ ତୁ ଭୁଲ ବୋଲି କହିଲା। ଯେହେତୁ ଆପଣମାନେ ଧ୍ୟାନ ଦିଅନ୍ତୁ, ମୁଁ କ'ଣ କହୁଛି, ଯେହେତୁ ମଣିଷ ଜାଣିପାରିଲା ନାହିଁ ଯେ ପାପ ଦେଖାଇବା ପାଇଁ ବ୍ୟବସ୍ଥା ଦିଆଗଲା, ମଣିଷ କ'ଣ ଜାଣିଲା? ମଣିଷ ଏହା ଜାଣିଲା ଯେ ବ୍ୟବସ୍ଥା ପାଳନ କଲେ ଆମେ ପବିତ୍ର ହେବା, ଏହା ଜାଣିପାରିଲା। କିନ୍ତୁ ମଣିଷ କେହି ମଧ୍ୟ ବ୍ୟବସ୍ଥା ପାଳନ କରିପାରିଲେ ନାହିଁ। ତେଣୁ ମଣିଷ କ'ଣ ହେଲା ସେଇଦିନ? ଆପଣ 9 ପଦ ଦେଖନ୍ତୁ, ଆଉ ମୁଁ ଏକ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ସନ୍ତେ ପାପ ଜୀବିତ ହେଲା, ପୁଣି ମୁଁ ମୃତ ହେଲି। ଗୋଟେ ସମୟ ଥିଲା, ପାଉଲ କହୁଛନ୍ତି ଗୋଟେ ସମୟ ଥିଲା ମୁଁ ଜୀବିତ ଥିଲି। କେତେବେଳେ ଜୀବିତ ଥିଲେ? ଯେତେବେଳେ ବ୍ୟବସ୍ଥା ତା ନିକଟରେ ଆସିନଥିଲା, ବ୍ୟବସ୍ଥା ସେ ଜାଣିନଥିଲେ ତାଙ୍କ ସମୟରେ। ତ ଯେତେବେଳେ ତାଙ୍କୁ ବ୍ୟବସ୍ଥା ବିଷୟ ଶିକ୍ଷା ଦିଆଗଲା, ସେ କ'ଣ ବୋଲି ଲେଖା ହେଇଛି? ମୁଁ ମରିଗଲି ଆଉ ପାପ ଜୀବିତ ହେଲା ଲେଖା ହେଇଛି। ତେଣୁ ବ୍ୟବସ୍ଥା ଏଠି କେମିତି କାମ କଲା ବୋଲି ଭାବୁଛନ୍ତି ଆପଣମାନେ? ପାପକୁ ଏଠି ଜୀବିତ କଲା ପରି ଦେଖାଯାଉଛି। କାହିଁକି? ଏକ ସମୟରେ ମୁଁ ଜୀବିତ ଥିଲି। କେତେବେଳେ? ବ୍ୟବସ୍ଥା ବିନା ମୁଁ ଜୀବିତ ଥିଲି, କିନ୍ତୁ ଯେତେବେଳେ ବ୍ୟବସ୍ଥା ଆସିଲା ମୁଁ ମରିଗଲି ଆଉ ପାପ ଜୀବିତ ହେଲା। ଟିକେ ଅଡ଼ୁଆ ବୁଝିଲେ ଏ ପ୍ରକାର ଜଣା ପଡ଼ୁନାହିଁ କି ଯେ ପାପ ମଣିଷଠାରେ ମୃତ ଭାବରେ ଥିଲା, ଜୀବିତ ଭାବରେ ନଥିଲା। ଯେତେବେଳେ ବ୍ୟବସ୍ଥା ଆସିଲା, ପାପ ପ୍ରକୃତରେ ଜୀବିତ ହେଲା ଏବଂ ମଣିଷ ମୃତ ହେଲା। ୟାର ଅନ୍ୟ ଅର୍ଥ, ବ୍ୟବସ୍ଥା ପାପକୁ ଜୀବିତ କରିବା ନିମନ୍ତେ ମଣିଷକୁ ଦିଆଗଲା, ଏ ପ୍ରକାର ଜଣା ପଡ଼ୁନାହିଁ କି? ହଁ, ଏ ପ୍ରକାର ଜଣା ପଡ଼ୁଛି। କିନ୍ତୁ ଆପଣମାନେ ଚିନ୍ତା କରନ୍ତୁ, ବ୍ୟବସ୍ଥା ଦେବାର ପାପକୁ ଜୀବିତ କରିବାର ଉଦ୍ଦେଶ୍ୟ ଥିଲା କି? ପାପ ଜୀବିତ କରିକି ମଣିଷକୁ ମାରିବାର ଥିଲା କି? ନାହିଁ। ବ୍ୟବସ୍ଥା ଦେବାର ଅର୍ଥ କ'ଣ? ଯେ ମଣିଷ ପାପକୁ ଚିହ୍ନି ପାରିବ ଏବଂ ଉଦ୍ଧାରକର୍ତ୍ତାଙ୍କ ନିକଟକୁ ସେ ଯିବ, ଏଇଥିପାଇଁ। କିନ୍ତୁ ମଣିଷ ଏତିକି ପର୍ଯ୍ୟନ୍ତ ସେ ଯାଇପାରିଲା ନାହିଁ। ସେ ବ୍ୟବସ୍ଥାକୁ ପାଳନ କରିବାକୁ ଚେଷ୍ଟା କଲା, ଯେତେବେଳେ ପାଳନ କରିପାରିଲା ନାହିଁ, ତାଠୁ ବେଶୀ ଗୁଡ଼ାଏ ମନ୍ଦ ବେଶ ଦେଖାଗଲା। ତେଣୁ ସେ ମୃତ ବୋଲି ଜାଣିଲା ଏବଂ ମୁଁ ନରକକୁ ଯିବି ବୋଲି ଏଇ ଭୟ ପାଇଲା। ସେଥିପାଇଁ 10 ପଦ ଦେଖନ୍ତୁ, ସେଥିରେ ଜୀବନଦାୟକ ଯେଉଁ ଆଜ୍ଞା ତାହା ମୋ ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା। ଦେଖନ୍ତୁ, ବେଶୀ ଦୁଃଖର ବିଷୟ, ଜୀବନଦାୟକ ଯେଉଁ ଆଜ୍ଞା ତାହା ମୋ ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା। ହେଲେ ଆଜ୍ଞା କ'ଣ? ଆଜ୍ଞା ଜୀବନଦାୟକ ନା ମୃତ୍ୟୁଦାୟକ? ଯେଉଁ ଜୀବନଦାୟକ ବ୍ୟବସ୍ଥା ଲେଖା ହେଇଛି, ଯେଉଁ ଜୀବନଦାୟକ ଆଜ୍ଞା, ତା ମାନେ ଯେଉଁ ବ୍ୟବସ୍ଥା, ଯେଉଁ ଆଜ୍ଞା ଗୁଡ଼ିକ ଥିଲା ସେଟା ଜୀବନ ଦେବାର ଥିଲା ଲେଖା ହେଇଛି। ମାନେ ସେ ଜୀବନ ଦେବ, ଉଦ୍ଧାର କରବ। ମାନେ ବ୍ୟବସ୍ଥା ଦେବାର ଅର୍ଥ ମଣିଷକୁ ମାରିବା ପାଇଁ ନୁହେଁ, ନରକକୁ ପଠାଇବା ପାଇଁ ନୁହେଁ। ଏଟା ପ୍ରାଞ୍ଜଳ ଭାବରେ ଲେଖା ହେଇଛି, ସେଟା ଜୀବନଦାୟକ। କିନ୍ତୁ ତାହା କ'ଣ ହେଲା? ମୋ ପାଇଁ ମୃତ୍ୟୁଦାୟକ ହେଲା।
କେତେବେଳେ ହେଲା ଚିନ୍ତା କରନ୍ତୁ। ମୁଁ ଆପଣମାନଙ୍କର ଧ୍ୟାନକୁ ଟିକେ ଆକର୍ଷଣ କରିବାକୁ ଚାହେଁ। ଏଇଠେ ଯେଉଁ ଜୀବନଦାୟକ ଆଜ୍ଞା, ଯେଉଁ ଜୀବନ ଦେବାର ଆଜ୍ଞା, ଜୀବନ ଦେବାର ବ୍ୟବସ୍ଥା ଯେଉଁ ପରମେଶ୍ୱର ଦେଲେ, ଏଇଟା ଭୁଲ କେମିତି ହେଲା? କେମିତି ଏଇଟା ମୃତ୍ୟୁଦାୟକ ହେଲା? ଆକ୍ଚୁଆଲି ବାଇବେଲରେ ବ୍ୟବସ୍ଥା ଯେତେବେଳେ ଆସିଲା, ବ୍ୟବସ୍ଥା ଆସିବାର ଉଦ୍ଦେଶ୍ୟ ହେଉଛି ମଣିଷକୁ ପାପ ଦେଖେଇବା। ପାପ ଦେଖିଲା ପରେ ସେ ମଣିଷ କ'ଣ କରିବ? ଉଦ୍ଧାରକର୍ତ୍ତାଙ୍କ ନିକଟକୁ ଯିବ। ଉଦ୍ଧାର ବିଷୟ ସେ ପାଇବା ଦରକାର। କାହାଠାରୁ? ଯୀଶୁଙ୍କ ଠାରୁ। କିନ୍ତୁ ଲୋକ କ'ଣ କଲା? ସେ ବ୍ୟବସ୍ଥାରେ ଅଟକିଲା। ବ୍ୟବସ୍ଥା କହି ନାହିଁ ଯେ ମୋତେ ପାଳନ କଲେ ତୁମେ ଉଦ୍ଧାର ପାଇବ। ବ୍ୟବସ୍ଥା କହିଲା ଯେ ଏଇଠୁ ଉଦ୍ଧାର କରିବା ପାଇଁ ଯୀଶୁଖ୍ରୀଷ୍ଟ ଆସୁଛନ୍ତି। କିନ୍ତୁ ଲୋକମାନେ ସେଇଠି ଅଟକି ଗଲେ। ୟାର ଅର୍ଥ କ'ଣ? ଯେଉଁ ବ୍ୟବସ୍ଥା ସେମାନଙ୍କୁ ଜୀବନ ଆଡ଼କୁ ନେଇଥାନ୍ତା, ଖ୍ରୀଷ୍ଟଙ୍କ ଆଡ଼କୁ ନେଇଥାନ୍ତା, ଆଉ ଉଦ୍ଧାର ସେମାନେ ପାଇଥାନ୍ତେ, ସେଟା ଜୀବନଦାୟକ ଥିଲା। କିନ୍ତୁ ଏମାନେ ସେଇ ପର୍ଯ୍ୟନ୍ତ ଗଲେ ନାହିଁ। କେଉଁ ପର୍ଯ୍ୟନ୍ତ ଗଲେ ନାହିଁ? ବ୍ୟବସ୍ଥାର ନିର୍ଦ୍ଦେଶ, ଯେଉଁଟାକି ଆମର ରୋମୀ ଯଦି ଦେଖିବ 10:4, ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି। ପ୍ରତ୍ୟେକ ବିଶ୍ୱାସୀ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି ବୋଲି ଲେଖା ହେଇଛି। ଦେଖନ୍ତୁ, ପ୍ରତ୍ୟେକ ବିଶ୍ୱାସୀ ଯିଏ ବିଶ୍ୱାସ କରୁଛି ସେ ଧାର୍ମିକ ହେବା ନିମନ୍ତେ ଖ୍ରୀଷ୍ଟ ହେଉଛନ୍ତି ବ୍ୟବସ୍ଥାର ଶେଷ। ତା ମାନେ କ'ଣ? ବ୍ୟବସ୍ଥାର ଶେଷରେ କିଏ ଅଛନ୍ତି? ଖ୍ରୀଷ୍ଟ ଅଛନ୍ତି। ତ ଲୋକମାନେ ଖ୍ରୀଷ୍ଟଙ୍କ ନିକଟକୁ ପହଞ୍ଚି ପାରିଲେ କି ନାହିଁ? କେଉଁଠି ରହିଲେ? ସେମାନେ ବ୍ୟବସ୍ଥାରେ ରହିଲେ। ତ ବ୍ୟବସ୍ଥା ଯେତେବେଳେ ରହିଲେ, ବ୍ୟବସ୍ଥା ତ ପାଳନ କରିପାରିଲେ ନାହିଁ। ତେଣୁ ଯେଉଁ ବ୍ୟବସ୍ଥା ଜୀବନଦାୟକ ଥିଲା ବା ଯୀଶୁଙ୍କୁ ଭେଟାଇବା ଦ୍ୱାରା ଯେଉଁ ଜୀବନ ସେମାନେ ପ୍ରାପ୍ତ ହେଇଥାନ୍ତେ, ତାହା ତାଙ୍କ ପାଇଁ ମୃତ୍ୟୁଦାୟକ ହେଲା। କିନ୍ତୁ ପ୍ରକୃତରେ ତାହା ମୃତ୍ୟୁଦାୟକ ନୁହେଁ। ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଆଜ୍ଞା ମାନେ, ଅନେକ ଲୋକମାନେ ବ୍ୟବସ୍ଥାକୁ ମୃତ୍ୟୁଦାୟକ ବୋଲି କହନ୍ତି। ସେଟା ମନୁଷ୍ୟକୁ ଦଣ୍ଡ ଦେବା ପାଇଁ ଆସିଲା ବୋଲି କୁହନ୍ତି। ନାହିଁ, এটা ବୁଝିବାରେ ଭୁଲ ଅଛି। ଏବେ ଦେଖନ୍ତୁ, ଗୋଟେ ଛୁରୀ ଯଦି ମୁଁ ଆପଣମାନଙ୍କୁ ଦେବି, ଛୁରୀର ଦୁଇଟା କାମ ହେବ। ଭଲ କାମ ହେବ, ମନ୍ଦ କାମ ହେବ। ଭଲ କାମ କ'ଣ? ଆପଣ ପନିପରିବା କାଟିବେ। ଖରାପ କାମ କ'ଣ? ଆପଣ ଆଉ ଜଣକୁ ମାରିଦେବେ। ସେମିତି ବ୍ୟବସ୍ଥା ଦ୍ୱାରା ମଣିଷ ଯୀଶୁଙ୍କ ନିକଟକୁ ଯିବ ଏବଂ ଉଦ୍ଧାର ପ୍ରାପ୍ତ ହେବ, ତେବେ ଜୀବନଦାୟକ ହେଲା। କିନ୍ତୁ ଏଠି ଦେଖନ୍ତୁ କ'ଣ ବୁଝାଗଲା? ସେମାନେ ଯେହେତୁ ବ୍ୟବସ୍ଥାର ଶେଷ ଯୀଶୁଙ୍କୁ ଭେଟି ପାରିଲେ ନାହିଁ, ତେଣୁ ସେମାନଙ୍କ ପାଇଁ ମୃତ୍ୟୁଦାୟକ ହେଲା, ଯେହେତୁ ବ୍ୟବସ୍ଥା ସେମାନେ ପାଳନ କରିପାରିଲେ ନାହିଁ। 11 ପଦ, କାରଣ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋତେ ପ୍ରତାରଣା କଲା ଲେଖା ହେଇଛି। ଠକିଦେଲା ମୋତେ। ପାପ ଆଜ୍ଞା ଦ୍ୱାରା ମୋତେ ଠକିଲା, ମୁଁ ଜାଣିପାରିଲି ନାହିଁ, ତାର ସତ୍ୟତା ଜାଣିପାରିଲି ନାହିଁ। ବ୍ୟବସ୍ଥା କ'ଣ ପାଇଁ ଦିଆହେଇଛି ତାହା ମୁଁ ଜାଣିପାରିଲି ନାହିଁ। ତେଣୁ ପାପ ମୋତେ ଆଜ୍ଞା ଦ୍ୱାରା ଠକିଲା, ମୋତେ ପ୍ରତାରଣା କଲା, ପୁଣି ତାହା ଦ୍ୱାରା ମୋତେ ବଧ କଲା ଲେଖା ହେଇଛି। ମୋତେ ମାରିଦେଲା ଲେଖା ହେଇଛି। କିଏ? ବ୍ୟବସ୍ଥା ମାରିଲା। ଆଜ୍ଞା ଦ୍ୱାରା ଆମକୁ ବ୍ୟବସ୍ଥା ମାରିଲା। ଆକ୍ଚୁଆଲି ବ୍ୟବସ୍ଥା ମାରିଲା ଲେଖା ହେଇଛି କି ଆଜ୍ଞା ମାରିଲା ଲେଖା ହେଇଛି କି? ଟିକେ ଧ୍ୟାନ ଦିଅନ୍ତୁ। କିଏ ପ୍ରକୃତରେ ମାରିଲା? ପାପ ମାରିଲା। ପାପ କାହା ଦ୍ୱାରା ମାରିଲା? ଆଜ୍ଞା ଦ୍ୱାରା ବା ବ୍ୟବସ୍ଥା ଦ୍ୱାରା ମାରିଲା। ବ୍ୟବସ୍ଥା ମାରି ନାହିଁ ଆପଣଙ୍କୁ, ଆଜ୍ଞା ମାରି ନାହିଁ ଆମକୁ। କିଏ ମାରିଲା? ପାପ ମାରିଲା। ପାପ ଆଗରୁ ଥିଲା, କିନ୍ତୁ ବ୍ୟବସ୍ଥା ଯେତେବେଳେ ଆସିଲା, ଆଜ୍ଞା ଯେତେବେଳେ ଆସିଲା, ଲୋକମାନେ ପାଳନ କରିବାକୁ ଚେଷ୍ଟା କଲେ, ପାରିଲେ ନାହିଁ। ତେଣୁ ପାପକୁ ସୁଯୋଗ ମିଳିଲା ମଣିଷକୁ ମାରିବା ପାଇଁ। କିନ୍ତୁ ବ୍ୟବସ୍ଥା ଦେବାର ଅର୍ଥ ନଥିଲା ଯେ ପାପ ଏମାନଙ୍କୁ ମାରୁ ବୋଲିକି। ବ୍ୟବସ୍ଥା ଦେବାର ଅର୍ଥ ଥିଲା ଯେ ପାପରୁ ମୁକ୍ତି ପାଇଁ ଯୀଶୁ ଖ୍ରୀଷ୍ଟ ଆସିବେ। ତେଣୁ ବ୍ୟବସ୍ଥାର ଶେଷରେ ଖ୍ରୀଷ୍ଟ ଅଛନ୍ତି, ତାଙ୍କୁ ଭେଟବାର ଥିଲା। ତେଣୁ ବ୍ୟବସ୍ଥା ନିଜେ ସାକ୍ଷ୍ୟ ଦିଏ ଖ୍ରୀଷ୍ଟଙ୍କୁ ଭେଟବା ପାଇଁ। କାହିଁକି? ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି, ପ୍ରତ୍ୟେକ ବିଶ୍ୱାସୀ ଧାର୍ମିକ ଗଣିତ ହେବା ପାଇଁ। ଅର୍ଥାତ୍ ବ୍ୟବସ୍ଥାର ମାନଦଣ୍ଡ, ବ୍ୟବସ୍ଥା ଦେବାର ଉଦ୍ଦେଶ୍ୟ ଯେତେବେଳେ ମଣିଷ ଜାଣିବ ନାହିଁ, ସେ ବ୍ୟବସ୍ଥା ଦ୍ୱାରା ପାପୀ ହେବ, ନରକ ଯିବ। ତା ପାଇଁ ସେଟା କ'ଣ ହେଲା? ସେ ବୋଧ କଲା, ପାପ ତାକୁ ମାରିଦେଲା। ଖ୍ରୀଷ୍ଟରେ ଭାଇ ଭଉଣୀ ମାନେ, ପ୍ରଭୁଙ୍କର ଦାସ ମାନେ, ବାଇବେଲ କ'ଣ କୁହେ? 12 ପଦ ଦେଖନ୍ତୁ ଏବେ। ଅତଏବ ବ୍ୟବସ୍ଥା ପବିତ୍ର। ହଁ, ବ୍ୟବସ୍ଥା ପବିତ୍ର। ଏଇଟା ମୃତ୍ୟୁଦାୟକ ନୁହେଁ, ଏଇଟା ଭୁଲ ବିଷୟ ନୁହେଁ। ପୁଣି ଆଜ୍ଞା ପବିତ୍ର, ଆଜ୍ଞା ମଧ୍ୟ ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ। ବୁଝିଲେ, ନ ବୁଝିଲେ ବିପଦ, ବୁଝିଲେ ଠିକ୍ ଅଛି। ତେବେ ଯାହା ଉତ୍ତମ ତାହା କି ମୋ ପକ୍ଷରେ ମୃତ୍ୟୁଦାୟକ ହେଲା? ଦେଖନ୍ତୁ, ଯେଉଁ ଜିନିଷ ଉତ୍ତମ ବୋଲି କହୁଛୁ, କେଉଁଟା? ବ୍ୟବସ୍ଥା, ଆଜ୍ଞା, ପବିତ୍ର ବୋଲି କହୁଛୁ, ତାହା ମୋ ପାଇଁ କେମିତି ମୃତ୍ୟୁଦାୟକ ହେଲା? ତାହା କେବେ ହେଁ ନ ହେଉ। 13 ପଦ, କେବେ ନ ହେଉ। କିନ୍ତୁ ପାପ ମୃତ୍ୟୁଦାୟକ ହେଲା। ହଁ, ପାପ ମୃତ୍ୟୁଦାୟକ ହେଲା। ବ୍ୟବସ୍ଥା ମୃତ୍ୟୁଦାୟକ ହେଇନାହିଁ,
ବ୍ୟବସ୍ଥା ମୋତେ ମାରି ନାହିଁ, ଆଜ୍ଞା ମୋତେ ମାରି ନାହିଁ। ଆଜ୍ଞା ଦ୍ୱାରା ବ୍ୟବସ୍ଥା ଦ୍ୱାରା ପାପ ମୋତେ ସୁଯୋଗ ପାଇଲା, ଆଉ ସେ ପାପ ମୋତେ ମାରିଦେଲା। କାହିଁକି? ମୁଁ ବୁଝିପାରିଲି ନାହିଁ ବ୍ୟବସ୍ଥାର ଅର୍ଥ, ସେଥିପାଇଁ ସେ ମାରିଦେଲା। ମୁଁ ଯଦି ବୁଝିଥାନ୍ତି ବ୍ୟବସ୍ଥାର ଅର୍ଥ ଯୀଶୁଙ୍କୁ ଭେଟ ଆଉ ଯୀଶୁଙ୍କ ଦ୍ୱାରା ଉଦ୍ଧାର ପ୍ରାପ୍ତ ହୁଅ, ତେବେ ଏମିତି ହେଇନଥାନ୍ତା। ତାପରେ ପାପ ମୃତ୍ୟୁଦାୟକ ହେଲା। ଯେପରି ଯାହା ଉତ୍ତମ ତାହା ଦେଇ ମୋ ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ ଅତିଶୟ ପାପମୟ ହୁଏ। ଯାହା ଉତ୍ତମ ତାହା ଦେଇ ପାପ ମୋ ଠାରେ ପ୍ରବେଶ କଲା। କ'ଣ ଲେଖା ହେଇଛି? ଯେପରି ଯାହା ଉତ୍ତମ, କ'ଣ ଉତ୍ତମ? ବ୍ୟବସ୍ଥା ଉତ୍ତମ, ଆଜ୍ଞା ଉତ୍ତମ, ତାହା ଦ୍ୱାରା ସେ ମୋ ଠାରେ ପ୍ରବେଶ କଲା ଏବଂ ମୃତ୍ୟୁ ସାଧନ କଲା ଏବଂ ପାପ ଅତିଶୟ ଅଧିକ ମାତ୍ରାରେ ବଢ଼ିଲା ଲେଖା ହେଇଛି। କାହିଁକି ବଢ଼ିଲା? ଲୋକ ଯେତେ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କଲେ ସେତେ ନିଜର ଭୁଲ ଦେଖିଲେ, ସେତେ ନିଜକୁ ଠିକ୍ ଦେଖିପାରିଲେ ନାହିଁ। ତେଣୁ ମଣିଷରେ ପାପ ଅଧିକ ହେଲା, ଲୋକମାନେ ମୃତ୍ୟୁର ଦ୍ୱାରରେ ଛିଡ଼ା ହେଲେ, ଜାଣିପାରିଲେ ନାହିଁ। ସେହି ଦୃଷ୍ଟିରୁ ଲେଖା ହେଇଛି ସେମାନଙ୍କ ପାଇଁ ପାପ ମୃତ୍ୟୁଦାୟକ ହେଲା। ବ୍ୟବସ୍ଥା ଦ୍ୱାରା ପାପ ତାଙ୍କଠାରେ ପ୍ରବେଶ କଲା। ଏଇଟା ପାପ ମୃତ୍ୟୁଦାୟକ ହେଲା ଲେଖା ହେଇଛି ଆଜ୍ଞା, ମାନେ ବ୍ୟବସ୍ଥା ମୃତ୍ୟୁଦାୟକ ବୋଲି ନାହିଁ। ବ୍ୟବସ୍ଥା ଦ୍ୱାରା କିନ୍ତୁ ପାପ ମୋ ଠାରେ ପ୍ରବେଶ କଲା। ଯେଉଁ ଜିନିଷ ଠିକ୍ ପାଇଁ ଦିଆ ହେଇଥିଲା, ନ ଜାଣିବା ଦ୍ୱାରା ମୁଁ ବ୍ୟବସ୍ଥାକୁ ମଧ୍ୟ ମୃତ୍ୟୁଦାୟକ ବୋଲି ଭାବିଲି ବୋଲି ଲେଖା ହେଇଛି। ଆଜି ବି ଆମେ ସେମିତି। ଚାଲନ୍ତୁ ଆମେ ସତର୍କ ହେବା। ବାଇବେଲ କ'ଣ ଶିକ୍ଷା ଦେଉଛି? କୁସଂସ୍ଥା ଶିକ୍ଷା ଦେଉଛି ତାହା ନୁହେଁ। ବାଇବେଲର ସତ୍ୟ ହେଉଛି ଇମ୍ପୋର୍ଟାଣ୍ଟ। ଟିକେ ମୁଁ ଗୋଟେ ପଦ ପଢ଼ିବି। ଆପଣ ଗାଲାତି ପୁସ୍ତକ ଦେଖନ୍ତୁ, ଗାଲାତି 3:23। ମାତ୍ର ସେହି ବିଶ୍ୱାସ ଆସିବା ପୂର୍ବେ ପ୍ରକାଶିତ ହେବାକୁ ଯାଉଥିବା ସେହି ବିଶ୍ୱାସ ପ୍ରାପ୍ତି ଉଦ୍ଦେଶ୍ୟରେ ଆମ୍ଭେମାନେ ବ୍ୟବସ୍ଥାର ଅଧୀନରେ ବନ୍ଦୀ ହୋଇ ରକ୍ଷିତ ହେଉଥିଲୁ। ଆଗାମୀ ସମୟରେ ଯୀଶୁଖ୍ରୀଷ୍ଟ ଯେଉଁ ଆସିବେ, ସେ ବିଶ୍ୱାସ ପାଇବା ପାଇଁ ଆମେ ଯାଉଥିଲୁ। ତା ପୂର୍ବରୁ କ'ଣ ନା, ଆମେ ବ୍ୟବସ୍ଥାର ଅଧୀନରେ ଆମେ ବନ୍ଦୀ ହେଇକି ଥିଲୁ। 24 ସେହି ପ୍ରକାରେ ବିଶ୍ୱାସ ହେତୁ ଆମମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଦେଖନ୍ତୁ ବ୍ୟବସ୍ଥା ଆମମାନଙ୍କର ଶିକ୍ଷକ ସ୍ୱରୂପ ହୋଇଥିଲା। ବାଇବେଲ ସ୍ପଷ୍ଟ କରେ ଯେ ଖ୍ରୀଷ୍ଟଙ୍କର ଆଗମନ ପର୍ଯ୍ୟନ୍ତ ଆମମାନଙ୍କର ଶିକ୍ଷକ କିଏ? ବ୍ୟବସ୍ଥା। ଖ୍ରୀଷ୍ଟ ଆସିଲା ପରେ ନାହିଁ, କିନ୍ତୁ ଖ୍ରୀଷ୍ଟ ଆସିଲା ପରେ ମଧ୍ୟ ଅନେକ ଭାଇ ଭଉଣୀମାନେ ଭାବନ୍ତି ବ୍ୟବସ୍ଥା ଆମେ ପାଳନ କରିବା ଦରକାର। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କର ଦାସମାନେ, ପାଳନ କରିବା ଦରକାର ବୋଲି କହିବା ସାଙ୍ଗେ ସାଙ୍ଗେ ଆମେ ନିଜକୁ ପରୀକ୍ଷା କରିଛୁ କି ଆମେ କେବେ ପାଳନ କରିବାରେ ସକ୍ଷମ ହେଇଛୁ କି? ନାହିଁ। ତେଣୁ ଯୀଶୁଙ୍କୁ ଭେଟିବା ଚାଲନ୍ତୁ। ଯୀଶୁଙ୍କୁ ଭେଟିଲେ ଆମମାନଙ୍କ ପାଇଁ ଅନନ୍ତ ଜୀବନ। 25 ପଦ। କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମମାନେ ଆଉ ସେହି ଶିକ୍ଷକର ଅଧୀନରେ ନାହୁଁ। ଆମେ ସେହି ଶିକ୍ଷକର ଅଧୀନରେ ନାହୁଁ। କେଉଁ ଶିକ୍ଷକର ଅଧୀନରେ ନାହୁଁ? ବ୍ୟବସ୍ଥା ଶିକ୍ଷକର ଅଧୀନରେ ନାହୁଁ। କାହାକୁ ଭେଟିଲା ପରେ? ଖ୍ରୀଷ୍ଟଙ୍କୁ ଭେଟିଲା ପରେ। ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଯେହେତୁ ବ୍ୟବସ୍ଥା ଥିଲା, ସେଥିପାଇଁ ବ୍ୟବସ୍ଥା ଏଇଟା ହେଉଛି ଆତ୍ମିକ, ଏଇଟା ମୃତ୍ୟୁଦାୟକ ନୁହେଁ। କିନ୍ତୁ ନ ଜାଣିବା ଦ୍ୱାରା ଅନେକ ଲୋକମାନେ ବ୍ୟବସ୍ଥାକୁ ମୃତ୍ୟୁଦାୟକ ବୋଲି କହନ୍ତି। ପ୍ରକୃତରେ ତାହା ମୃତ୍ୟୁଦାୟକ ନୁହେଁ, ଏଇଟା ହେଉଛି ଆତ୍ମିକ, ଏଇଟା ହେଉଛି ପବିତ୍ର। କାରଣ ବ୍ୟବସ୍ଥା ଦ୍ୱାରା ମଣିଷ ପାପକୁ ଚିହ୍ନିବ। ପାପକୁ ଚିହ୍ନିଲା ପରେ ଖ୍ରୀଷ୍ଟଙ୍କ ନିକଟକୁ ଯିବ। ଯେହେତୁ ବ୍ୟବସ୍ଥାର ଶେଷ ଖ୍ରୀଷ୍ଟ ଅଟନ୍ତି, ଖ୍ରୀଷ୍ଟଙ୍କ ନିକଟକୁ ଯିବା ପାଇଁ ବ୍ୟବସ୍ଥା ଶିକ୍ଷା ଦିଏ। ଆଉ ଖ୍ରୀଷ୍ଟଙ୍କୁ ଭେଟିଲା ପରେ ସେ ଅନନ୍ତ ଜୀବନ ବା ପରିତ୍ରାଣ ବା ସ୍ୱର୍ଗ ରାଜ୍ୟକୁ ଯିବାର ସୁଯୋଗ ପାଏ। ଏଇଟା ହେଉଛି ବାଇବେଲରେ ବ୍ୟବସ୍ଥା ଦେବାର ଅର୍ଥ। କିନ୍ତୁ ଅନେକ ଲୋକମାନେ ବ୍ୟବସ୍ଥା ମୃତ୍ୟୁଦାୟକ ବୋଲି ବୁଝନ୍ତି। ସେଟା ଠିକ୍ ନାହିଁ ଆଜ୍ଞା। ମୁଁ ଆଶା କରୁଛି ଆପଣମାନେ ଆଜିର ଆଲୋଚନାରେ ଉପକୃତ ହେଇଥିବେ। ଯଦି ଉପକୃତ ହେଇଛନ୍ତି ଆପଣମାନେ କମେଣ୍ଟ କରନ୍ତୁ, ଲାଇକ୍ ବି କରନ୍ତୁ। ଯଦି ନୂଆରେ ଶୁଣୁଛନ୍ତି ତେବେ ସବସ୍କ୍ରାଇବ୍ କରନ୍ତୁ। ଅନେକ ଭାଇ ଭଉଣୀମାନେ ଅଛନ୍ତି, ସେମାନଙ୍କୁ ସେୟାର କରିକି ସତ୍ୟକୁ ପହଞ୍ଚାନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମମୟ ପ୍ରଭୁ, ଧନ୍ୟବାଦ, ସୁନ୍ଦର ଅବକାଶ ଦେଲ। ସୁନ୍ଦର ସମୟରେ ଯେଉଁ ବାକ୍ୟ ଶିଖିଲୁ ବୁଝିବା ପାଇଁ ସାହାଯ୍ୟ କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ନମସ୍କାର ଆଜ୍ଞା ସମସ୍ତଙ୍କୁ।